ବସ୍ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଦୀନବନ୍ଧପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ୍ ଚାଳକ କୃତିବାସପୁର ଗ୍ରାମର ସୁମତ ନାୟକଙ୍କ ମୃତ୍ୟୁ ଘଟିଛି। ବୟସ 35 ବର୍ଷ। ଘଟଣାରୁ ପ୍ରକାଶ ଯେ ଆମସରମୁଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଲକ୍ଷ୍ମୀ ବସ୍ ନମ୍ବର O19Y0701 ଆସୁଥିବା ବେଳେ ଠାକୁରଗଡ଼ରୁ ଆମସରମୁଣ୍ଡା ଅଭିମୁଖେ କୋରିଅର ନେଇ ଏକ ବାଇକ୍ ନମ୍ବର OD19R8428 ରେ ସୁମତ ନାୟକ ଯାଉଥିବା ବେଳେ ଦୀନବନ୍ଧପୁର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଠାକୁରଗଡ଼ ମେଡିକାଲକୁ ନେଇଥିଲେ ଓ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଠାକୁରଗଡ଼ ପୋଲିସ ଘଟଣାସ୍ଥଳରେ ଗାଡ଼ି ଦୁଇଟି ଜବତ କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ମେଡିକାଲ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିଛି ଓ ବସ୍ ଚାଳକ ନାଁରେ କେସ୍ ନମ୍ବର 31425 ଦଫା 281106 ରେ ମାମଲା ରୁଜୁ କରିବା ନେଇ ଥାନା ଅଧିକାରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।